ଭୟରୁ ଆମେ କିପରି ମୁକ୍ତ ହେଇପାରିବା? ଭୟ ଏକ ଏମିତିକା ବିଷୟ ଅଟେ ଯାହାକି ଆମମାନଙ୍କ ଜୀବନରେ ରୋଗ ଆଣିଦିଏ, ସମସ୍ୟା ଆଣିଦିଏ, ଦୁଃଖ ଆଣିଦିଏ, କଷ୍ଟ ଆଣିଦିଏ। ଭୟ ଯେତେବେଳେ ଆସିଯାଏ ଜୀବନ ମଧ୍ୟରେ ଆଉ ଅନେକ ବିଷୟ ଆମର ଖରାପ ହେଇଯାଏ। ମୋର ପ୍ରିୟମାନେ ଆଜି ଏଇ ଭୟ ଉପରେ ଆମେ କିଛି କଥାବାର୍ତ୍ତା ହେବାକୁ ଯାଉଛୁ। ଭୟରୁ ମୁକ୍ତ ହେବା ଉପରେ ଆମେ କିଛି କଥାବାର୍ତ୍ତା ହେବାକୁ ଯାଉଛୁ। ତା ସହିତ ବାକ୍ୟରେ କଣ ଲେଖା ହେଇଛି ସେ ବିଷୟରେ ମଧ୍ୟ ଅଳ୍ପ ସମୟ ଆମମାନେ ଦେଖିବାକୁ ଯାଉଛୁ। ତ ଅଳ୍ପ ସମୟ ମଧ୍ୟରେ ଯୋଉ ବିଷୟ ଆମେ ଶୁଣିବାକୁ ଯାଉଛୁ ଦୟାକରି ଧ୍ୟାନପୂର୍ବକ ସମସ୍ତେ ଶୁଣିବା ପାଇଁ ତତ୍ପର ହେବେ। ପୁଣି ଆପଣ ଭିଡିଓ ସହିତ ଶେଷ ଯାଏଁ ଲାଗିକି ରହିବେ। ମୁଁ ବିଶ୍ୱାସ କରେ ନିହାତି ଭାବରେ ପରମେଶ୍ୱର ଆପଣଙ୍କୁ ଆଉ ମୋତେ କଥା ହେବେ। ମୁଁ ବିଶ୍ୱାସ କରୁଛି। ପ୍ରିୟମାନେ, ପ୍ରଥମତଃ ବିଷୟ ହେଉଛି ଯେତେବେଳେ ଆମେ ଭୟ କରୁଛୁ, ଏ ଭୟରୁ ମୁକ୍ତ ହେବାର ପ୍ରଥମ ବିଷୟ ହେଉଛି ଆମମାନଙ୍କର ପ୍ରାର୍ଥନା। ଯେତେବେଳେ ଆମେ ପ୍ରାର୍ଥନା କରୁ ଆଉ ପରମେଶ୍ୱରଙ୍କ ନିକଟରେ ଆମମାନଙ୍କ ସମସ୍ତ ବେଦନାକୁ ଆମେ ଜଣାଇଥାଉ, ଦୁଃଖକୁ ଜଣାଇଥାଉ, କଷ୍ଟକୁ ଜଣାଇଥାଉ, ସମସ୍ୟାକୁ ଜଣାଇଥାଉ, ଆମମାନଙ୍କର ଅମଙ୍ଗଳ ବିଷୟ ଯାହା ମଧ୍ୟ ଆମ ପରିବାରରେ ଚାଲିଅଛି ବା ପରିବାର ମଧ୍ୟରେ ଯେଉଁ କୌଣସି ତୁଫାନ ବା ଝଡ଼ ଆସିଛି, ଯେଉଁ କୌଣସି ବିପତ୍ତି ଆସିଛି, ଯେଉଁ କୌଣସି ବିଷୟ ମଧ୍ୟ ମାଡ଼ିକି ଆସିଛି, ସେ ବିଷୟକୁ ଆମେ ଯେତେବେଳେ ପରମେଶ୍ୱରଙ୍କ ନିକଟରେ ଆମମାନେ ଜଣେଇଥାଉ, ସେତେବେଳେ ଆମମାନଙ୍କର ଭୟ କ'ଣ ହେଇଯାଇଥାଏ? ଦୂର ହେଇଯାଇଥାଏ। ଯେତେବେଳେ ପରମେଶ୍ୱରଙ୍କର ପାଖରେ ଆମେ ବସିଥାଉ, ପରମେଶ୍ୱରଙ୍କ ସହିତ ଆମମାନଙ୍କର ପ୍ରାର୍ଥନା ରହିଥାଏ, ସେହି ସମୟରେ ଆମମାନଙ୍କର ଭୟ ଆଉ ନଥାଏ। ରହିଥାଏ କି? ଚେକ୍ କରନ୍ତୁ। ଯେତେବେଳେ ଆପଣ ପ୍ରାର୍ଥନା କରୁଛନ୍ତି, ସେତେବେଳେ ଆପଣଙ୍କର ଭୟ ରହୁନାହିଁ। ସେତେବେଳେ ସମସ୍ୟାକୁ ଆପଣ ଭାବୁନାହାନ୍ତି। ସମସ୍ୟା କ୍ଲିୟର, ସମସ୍ୟା ଆଉ ନାହିଁ ପର ଲାଗେ। ଦୁଃଖ ଆଉ ନାହିଁ ନି ଲାଗେ। କଷ୍ଟ ଆଉ ବିଲକୁଲ ନାହିଁ ଲାଗେ। ସମସ୍ୟା ବିଲକୁଲ ନାହିଁ ଲାଗିଥାଏ। କାହିଁକି? ଆପଣ କାହା ପାଖରେ ବସିଛନ୍ତି? ସର୍ବଶକ୍ତିମାନ ପରମେଶ୍ୱରଙ୍କ ପାଖରେ ବସିକି ଆପଣ ପ୍ରାର୍ଥନା କରିଛନ୍ତି, ପ୍ରଭୁ ଏ ଭୟରୁ ମୋତେ କ'ଣ କର? ମୁକ୍ତ କର। ଆଉ ଯେତେବେଳେ ଭୟରୁ ମୁକ୍ତ ହେବା ପାଇଁ ପ୍ରାର୍ଥନା କରୁଛନ୍ତି, ସେତେବେଳେ ଆପଣଙ୍କୁ ଏ ଭୟରୁ ପ୍ରଭୁ କ'ଣ କରିଥାନ୍ତି? ମୁକ୍ତ ସେତେବେଳେ କରିଦେଇଥାନ୍ତି। ସେତେବେଳେ ଆପଣଙ୍କୁ ଅନୁଭବ ମଧ୍ୟ ଲାଗିଥାଏ। କିନ୍ତୁ ଯେତେବେଳେ ପ୍ରାର୍ଥନାରୁ ଆପଣ ଆଉ ମୁଁ ବାହାରେ ଆସୁଛୁ, ସେତେବେଳେ ଆମ ଜୀବନରେ ଲାଗୁଛି ଯେ ନାଇଁ, ଭୟ ଏବେ ମଧ୍ୟ ରହିଛି। ନାଇଁ, ସମସ୍ୟା ଏବେ ମଧ୍ୟ ରହିଛି। କଷ୍ଟ ଏବେ ମଧ୍ୟ ରହିଛି ବୋଲିକି ଆମେ କ'ଣ କରିଥାଉ? ଭୟ କରିଥାଉ। ପ୍ରିୟମାନେ, ନାଇଁ, ଯେତେବେଳେ ଆମେ ପ୍ରାର୍ଥନା କରୁଛୁ, ଆମ ବିଶ୍ୱାସ ରହିବା ଦରକାର ଯେ ମୁଁ ପ୍ରାର୍ଥନା କରିସାରିଛି। ଆଉ ପ୍ରାର୍ଥନା ସମୟରେ ଯେଉଁ କୌଣସି ବିଷୟ ମୋତେ ଅନୁଭବ ହେଉଥିଲା, ମୁଁ ଭୟରୁ ମୁକ୍ତ ହେଇସାରିଛି, କଷ୍ଟରୁ ମୁକ୍ତ ହେଇସାରିଛି, ମୁଁ ଅପମାନରୁ ମୁକ୍ତ ହେଇସାରିଛି, ନିନ୍ଦାରୁ ମୁଁ ବାହାର ହେଇଯାଇଛି, ମୋର ଯାହା ମଧ୍ୟ ସମସ୍ୟା ଥିଲା ସେଠାରୁ ବାହାର ହେଇଯାଇଛି ବୋଲି ଆପଣଙ୍କୁ ଯୋଉଟା ଲାଗୁଥିଲା, ସେ ବିଷୟ ଉପରେ ଆପଣଙ୍କୁ ବିଶ୍ୱାସ କରିବାର ଅଛି। ଆଉ ବିଶ୍ୱାସ ଯେତେବେଳେ ଆପଣ ମୁଁ କରିବା, ସେହି ସମୟରେ ଆମମାନଙ୍କ ସମସ୍ତ ବିଷୟ କ'ଣ ହେଇଯିବ? ଠିକ୍ ହେଇଯିବ। କିନ୍ତୁ ଅନେକ ସମୟରେ ପ୍ରାର୍ଥନା କଲା ପରେ ମଧ୍ୟ ଆମମାନେ କ'ଣ କରିଥାଉ? ଆଉ ଥରେ ବାହାରିଲା ପରେ ଆମ ଜୀବନକୁ ସେମ୍ ଆମେ କରିଦେଇଥାଉ ଯୋଉଟାକି ଆମେ ପ୍ରଥମରେ ଥିଲୁ। ପ୍ରଥମତଃ ବିଷୟ, ଯେତେବେଳେ ଆମେ ପ୍ରାର୍ଥନା କରୁଛୁ ଆଉ ପ୍ରାର୍ଥନା କରିବା ଦ୍ୱାରା ଆମମାନଙ୍କର ଭୟ ଦୂର ହେଇଯାଇଥାଏ। ଦ୍ୱିତୀୟ ବିଷୟ, ଯେତେବେଳେ ଆମେ ପ୍ରଭୁଙ୍କର ବାକ୍ୟକୁ ପଢ଼ୁ, ଭୟ ଉପରେ ଯେଉଁ ବାକ୍ୟ ରହିଛି, ଭୟ କର ନାହିଁ, ନିରାଶ ହୋ ନାହିଁ, ଚିନ୍ତା କର ନାହିଁ, ଦୁଃଖ କର ନାହିଁ, ଆମ୍ଭେ ତୁମ ସଙ୍ଗରେ ଅଛୁ, ଆମେ ତୁମରି ହସ୍ତକୁ ଧରି ଉଠାଇବା, ଆମେ ତୁମକୁ ରାସ୍ତା ଦେଖାଇବା, ଆମ ପଥରେ ଚାଲ, ଆମେ ତୁମକୁ ସଫଳ କରିବା, ଆମ ସ୍ୱର୍ଗର ଦୂତମାନେ ତୁମକୁ ଛାଉଣି କରି ରଖିବେ। এই ସମସ୍ତ ବାକ୍ୟକୁ ଯେତେବେଳେ ଆମେ ପଢ଼ୁ, ଆମମାନଙ୍କର କ'ଣ ହେଇଯାଇଥାଏ? ବିଶ୍ୱାସ ବଢ଼ି ଯାଇଥାଏ। ଭୟରୁ ଆମମାନେ ସେଇଠାରେ ବାହାର ଆସିଯାଇଥାଉ। ମୋର ପ୍ରିୟମାନେ, ମୁଁ ଆପଣଙ୍କୁ କହିବା ପାଇଁ ଚାହେଁ, ପ୍ରଭୁଙ୍କର ଲୋକମାନେ, ମୁଁ ଆପଣଙ୍କୁ କହିବା ପାଇଁ ଚାହେଁ, ଆପଣଙ୍କ ଜୀବନରେ ଆଉ ମୋ ଜୀବନରେ ଯେତେବେଳେ ଏହି ବାକ୍ୟକୁ ଆମେ ପଢ଼ିବା, ଭୟ ଆଉ ନଥିବ। ଭୟରୁ ଆମେ ମୁକ୍ତ ହେଇଯିବା। ଭୟରୁ ଆମେ ବାହାର ହେଇଯିବା। ଭୟ ଏକ ଏମିତିକା ବିଷୟ ଅଟେ ଯାହାକି ଆପଣଙ୍କୁ ଅନେକ ଖରାପ ବିଷୟ ଯାକକୁ ଚିନ୍ତା କରିବାର ବାଧ୍ୟ କରାଇ ଦିଏ। ଭୟ ଯେତେବେଳେ ମାଡ଼ି ଆସେ, ଆପଣଙ୍କୁ ଆମ ପରିବାର ପାଇଁ ଖରାପ ଖରାପ ଚିନ୍ତାଧାରା ଆସିଯାଏ। ଖରାପ ଖରାପ ବିଷୟ ଦେଖିବା ପାଇଁ ଆମେ ଆରମ୍ଭ କରିଥାଉ। ମୋର ପ୍ରିୟମାନେ, ଯେତେବେଳେ ଭୟକୁ ଆମେ ଦୂର କରିବା ନାହିଁ, ତ ଅନେକ ବିଷୟ ଆମର ଖରାପ ହେଇଯିବ। ଭୟ ଯେତେବେଳେ ଆପଣଙ୍କୁ ଦେଖାଯାଉଛି, ସେତେବେଳେ ବାକ୍ୟକୁ ଉଠାନ୍ତୁ ଆଉ ପଢ଼ନ୍ତୁ। ପ୍ରଭୁ କ'ଣ କହୁଛନ୍ତି? ପ୍ରଭୁଙ୍କର ବାକ୍ୟରେ କ'ଣ ଲେଖା ହେଇଛି? ପ୍ରିୟମାନେ, ଯେତେବେଳେ ଆମେ ଏହି ବାକ୍ୟକୁ ପଢ଼ୁ, ସେତେବେଳେ ଆମ ଜୀବନ ଠାରୁ ଭୟ ଚାଲିଯାଏ। କାହିଁକି ନା ଏଇଠାରେ ଅନେକ ଲୋକ ଭୟ କରୁଥିଲେ। କେହି ତ ବେମାରରେ ରହିକି, କେହି ତ ଅସୁସ୍ଥ ରହିକି, କେହି ତ କୌଣସି କଷ୍ଟରେ ରହିକି, କାହାକୁ ତ ଭୂତ ଲାଗିଛି, ତେଣୁକରି ତାଙ୍କ ପରିବାର ଆଜି ଭୟ କରୁଛନ୍ତି। କଷ୍ଟ ଅନୁଭବ ହେଉଛି ଲୋକମାନଙ୍କୁ, ତେଣୁକରି ସେମାନେ ଭୟ କରୁଛନ୍ତି। ଖାଇବାକୁ ନାହିଁ, ତେଣୁକରି ଭୟ କରୁଛନ୍ତି। କେମିତି ଖାଇବୁ? କ'ଣ ହେବୁ? ଭୟ।
ଯେତେବେଳେ ଏଇ ସମସ୍ତ ବିଷୟକୁ ଯେତେବେଳେ ଆମେ ପଢୁଛୁ ସେଇ ଜାଗାରେ ଯୀଶୁଖ୍ରୀଷ୍ଟ ଯାଇକି ସେମାନଙ୍କ ଜୀବନରେ ବହୁତ କିଛି ଗୋଟେ ବଦଲାବକୁ ଆଣୁଛନ୍ତି, ଗୋଟେ ଅଲଗା ମହଲକୁ କ୍ରିଏଟ କରୁଛନ୍ତି। ତ ସେ ସର୍ବଶକ୍ତିମାନ ପରମେଶ୍ୱର ଆପଣଙ୍କ ସହିତ ଆଉ ମୋ ସହିତ ମଧ୍ୟ ଅଛନ୍ତି। ପ୍ରିୟମାନେ, ମୁଁ କହିବା ପାଇଁ ଚାହେଁ, ଭୟରୁ ଯଦି ମୁକ୍ତ ହେବାର ଅଛି ବାଇବେଲ ପଢିବାର ନିହାତି ଆବଶ୍ୟକ ରହିଛି। ତୃତୀୟ ବିଷୟ, ଯେତେବେଳେ ଆପଣ ମୁଁ ଭୟରେ ପଡିଛୁ ପ୍ରଭୁଙ୍କ ଠାରେ ବିଶ୍ୱାସ କରିବା ଦରକାର ଯେ ପ୍ରଭୁ ମୋତେ ଭୟରୁ ମୁକ୍ତ କରିବେ। ଆମେ ସମସ୍ତଙ୍କ ଠାରେ ବିଶ୍ୱାସ କରୁଛୁ, ଥରେ ପ୍ରଭୁଙ୍କ ଠାରେ ମଧ୍ୟ ଆମେ ବିଶ୍ୱାସ କରିବା ଦରକାର। ପ୍ରଭୁଙ୍କ ଠାରେ ଆମେ ନିହାରିବା ଦରକାର। ପ୍ରଭୁଙ୍କୁ ଆମେ ଦେଖିବା ଦରକାର। ପ୍ରଭୁଙ୍କୁ ଆମେ କହିବା ଦରକାର। ପ୍ରିୟମାନେ, ଯେ ପର୍ଯ୍ୟନ୍ତ ଆମେ ପ୍ରଭୁଙ୍କ ଠାରେ ବିଶ୍ୱାସ କରିପାରୁନୁ ଭୟରୁ ଆମେ ମୁକ୍ତ ହେଇପାରିବା ନାହିଁ। ଜଣେ ବ୍ୟକ୍ତିଙ୍କୁ ବିଶ୍ୱାସ କରିକି ଆମେ ଆଗକୁ ଚାଲି ପାରୁଛୁ, ତ ସର୍ବଶକ୍ତିମାନ ପ୍ରଭୁଙ୍କୁ ଆମେ କାହିଁକି ବିଶ୍ୱାସ କରୁନୁ? ମୁଁ ଆପଣଙ୍କୁ ଏତିକି କହିବି ପ୍ରିୟମାନେ, ଆପଣଙ୍କୁ ପ୍ରଥମରେ ପ୍ରାର୍ଥନା, ଦ୍ୱିତୀୟରେ ବାଇବେଲ ଷ୍ଟଡି ବା ବାଇବେଲ ଅଧ୍ୟୟନ କରନ୍ତୁ ଯାହାକି ଭୟ ଉପରେ ଲେଖାଯାଇଛି। ତୃତୀୟ, ତାଙ୍କ ଉପରେ ବିଶ୍ୱାସ କରନ୍ତୁ। ଆପଣଙ୍କ ମୋର ଭୟ ଦୂର ହେଇଯିବ ଯୀଶୁଙ୍କ ନାମରେ। ଆମେନ୍। ଆପଣଙ୍କ ମୋର ଭୟ ସେତେବେଳେ ଚାଲିଯିବ ଯେତେବେଳେ ଆପଣ ଆଉ ମୁଁ ପ୍ରାର୍ଥନା ପୂର୍ବକ ବାଇବେଲ ପଢିବା, ତା ସହିତ ବିଶ୍ୱାସ କରିବା। ନିହାତି ଭାବରେ ମୁଁ ବିଶ୍ୱାସ କରେ ଆଉ ମୁଁ ଏହା ମଧ୍ୟ ଜାଣେ ଯେ ଭୟ ଏହାଠାରୁ ଦୂର ହୁଏ। ଯେତେବେଳେ ପ୍ରଭୁଙ୍କର ଉପସ୍ଥିତିରେ ଏହି ସମସ୍ତ ବିଷୟ ହେଉଛି, ତାହେଲେ ନିହାତି ଭାବରେ ଆପଣଙ୍କ ମୋର ଭୟ ଚାଲିଯିବ, ରହିବ ନାହିଁ। ପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଗୋଟେ ବାକ୍ୟ ମୁଁ ପଢିବା ପାଇଁ ଚାହେଁ, ଆଉ ସେ ବାକ୍ୟ ହେଉଛି ଯିଶାୟ ପୁସ୍ତକ ତାର 41 ଅଧ୍ୟାୟ ତାର 10। ଲେଖାଯାଏ, ତୁମ୍ଭେ ଭୟ କର ନାହିଁ କାରଣ ଆମ୍ଭେ ତୁମ୍ଭ ସଙ୍ଗରେ ଅଛୁ। ଲେଖାଯାଉଛି ଭୟ କର ନାହିଁ କାରଣ କଣ? ଆମ୍ଭେ ତୁମ୍ଭ ସଙ୍ଗରେ ଅଛୁ। ନିରାଶ ହୁଅ ନାହିଁ କାରଣ ଆମ୍ଭେ ତୁମ୍ଭର ପରମେଶ୍ୱର। ସେ ଆମମାନଙ୍କର ପରମେଶ୍ୱର। ପ୍ରିୟମାନେ, ଆମକୁ ନିରାଶ ହେବାର ଦରକାର ନାହିଁ କାରଣ ଆମ୍ଭେ ତୁମର ପରମେଶ୍ୱର। ଆମ୍ଭେ ତୁମକୁ ସବଳ କରିବା, ସେ ଆମମାନଙ୍କୁ ସବଳ କରିବେ, ଛିଡ଼ା କରିବେ। ହଁ, ଆମ୍ଭେ ତୁମର ସାହାଯ୍ୟ କରିବା, ସେ ଆମ୍ଭମାନଙ୍କୁ ସାହାଯ୍ୟ କରିବେ। ସେ ଆମ୍ଭମାନଙ୍କୁ ସାହାଯ୍ୟ କରିବେ। କେହି କରନ୍ତୁ କି ନ କରନ୍ତୁ, କିନ୍ତୁ ଯାହାଠାରେ ଆପଣ ପ୍ରାର୍ଥନା କଲେ, ଯାହାର ବାକ୍ୟକୁ ଆପଣ ପଢିଛନ୍ତି, ଯାହାଠାରେ ବିଶ୍ୱାସ କରିଛନ୍ତି, ସେ ଆପଣଙ୍କୁ ସାହାଯ୍ୟ କରିବେ ହିଁ କରିବେ, ଏହା ବିଶ୍ୱାସ କରନ୍ତୁ। ଲେଖାଯାଏ, ହଁ ଆମ୍ଭେ ଆପଣା ଧର୍ମ ସ୍ୱରୂପ ଦକ୍ଷିଣ ହସ୍ତରେ ତୁମକୁ ଧରି ରଖିବା। ସେ ଆପଣା ଧର୍ମ ସ୍ୱରୂପ ଦକ୍ଷିଣ ହସ୍ତରେ ଆପଣଙ୍କ ମତେ ଧରିକି ରଖିବେ। କୌଣସି ମଣିଷ ଧରିବା କଥା କହୁନାହାନ୍ତି, କୌଣସି ବ୍ୟକ୍ତି ଆପଣଙ୍କୁ ଧରିବା କଥା କହୁନାହାନ୍ତି, କୌଣସି ନେତା ମନ୍ତ୍ରୀ ଆପଣଙ୍କୁ ଏଟା ବାୟଦା କରୁନାହାନ୍ତି। ଏହା ସର୍ବଶକ୍ତିମାନ, ସର୍ବସାମର୍ଥ୍ୟ, ସର୍ବ ପାୱାରଫୁଲ ପରମେଶ୍ୱର ଆପଣଙ୍କୁ କହୁଛନ୍ତି, ଆମ୍ଭେ ତୁମକୁ ଧରି ରଖିବା, ଆମ୍ଭେ ତୁମକୁ ଧରି ରଖିବା। ପ୍ରିୟମାନେ, ସେ ଆପଣଙ୍କୁ ଧରିକି ରଖିଛନ୍ତି। ଆପଣ ବିଶ୍ୱାସ କରିବା ଦରକାର, ଆପଣ ଭରସା କରିବା ଦରକାର। ତାଙ୍କ ଠାରେ ଆପଣଙ୍କର ବିଶ୍ୱାସ ବଢିବା ଦରକାର ଅଟେ। ଯେବେ ଏହି ବିଶ୍ୱାସ ବଢିଯିବ ନା, ଆପଣଙ୍କ ସମସ୍ତ ବିଷୟ ଠିକ ହେଇଯିବ। ମୁଁ ଆପଣଙ୍କୁ କହିବା ପାଇଁ ଚାହେଁ, ପ୍ରଭୁଙ୍କର ଲୋକମାନେ, ଆମ ବିଶ୍ୱାସକୁ ଆମେ ବଢାଇକି ରଖିବା। ଆମେ ଭୟ କରିବା ନାହିଁ, ଆମେ ନିରାଶ ହେବା ନାହିଁ, ଆମେ ହତାଶ ହେବା ନାହିଁ। ସେ ଆମମାନଙ୍କ ସହିତ ଅଛନ୍ତି। ସେ ଆମମାନଙ୍କୁ ନିରାଶରୁ ବାହାର କରିପାରିବେ, ସେ ଆମମାନଙ୍କୁ ହତାଶରୁ ବାହାର କରିପାରିବେ, ସମସ୍ୟାରୁ ବାହାର କରିପାରିବେ, ଅସୁବିଧାରୁ ବାହାର କରିପାରିବେ, ସଙ୍କଟରୁ ବାହାର କରିପାରିବେ, ଦୁଃଖରୁ ବାହାର କରିପାରିବେ। ଆପଣଙ୍କର ଯୋଉ କୌଣସି ବିଷୟ ଥାଉ ନା କାହିଁକି, ସେଠାରୁ ପରମେଶ୍ୱର ଆପଣଙ୍କୁ ମତେ ବାହାର କରିପାରିବେ। ଆମେନ୍। ଗଡ୍ ବ୍ଲେସ୍ ୟୁ। ପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଆଜି এই ସକାଳ ସମୟରେ ପ୍ରଭୁ ଆପଣଙ୍କୁ ମହାନ ଆଶ୍ଚର୍ଯ୍ୟ ଭାବରେ ବିଶ୍ୱାସ କରିବା ପାଇଁ ସାହାଯ୍ୟ କରନ୍ତୁ। ମୁଁ ବିଶ୍ୱାସ କରେ ଆପଣଙ୍କୁ କିଛି ନହେଲେ କିଛି ଶିଖିବାକୁ ମିଳିଛି, ପୁଣି ଆପଣଙ୍କୁ ଭୟରୁ ମୁକ୍ତ ହେବାର କିଛି ବିଷୟ ଗୋଟେ ମିଳିଯାଇଛି। ମୁଁ ବିଶ୍ୱାସ କରୁଛି ଆପଣଙ୍କ ଜୀବନ ଏବେଠାରୁ ସେମ୍ ରହିବ ନାହିଁ, ଯୀଶୁଙ୍କ ନାମରେ ବଦଳିଯିବ। ଆମେନ୍। ଗଡ୍ ବ୍ଲେସ୍ ୟୁ। ପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ, ଆପଣଙ୍କ ପରିବାରକୁ ଆଶୀର୍ବାଦ କରନ୍ତୁ। ଆପଣଙ୍କର ମଙ୍ଗଳ ବିଷୟ ଯାକ ପ୍ରଭୁ ଆଶ୍ଚର୍ଯ୍ୟ ରୂପରେ ଆପଣଙ୍କ ଜୀବନରେ ଦିଅନ୍ତୁ। ଗଡ୍ ବ୍ଲେସ୍ ୟୁ ଅଲ୍।